ଆପଣ ମନେ ରଖନ୍ତୁ ଗୋଟେ, ଆପଣ ପଢ଼ିକି ଯେତିକି ନ ମନେ ରଖିପାରିବେ, ୟୁଟ୍ୟୁବ୍‌ରୁ ଭିଡ଼ିଓ ଦେଖି ସେତିକି ବହୁତ ଭଲସେ ମନେ ରଖିପାରିବେ, ବହୁତ ଭଲସେ ବୁଝିପାରିବେ। ସେଥିପାଇଁ କ'ଣ କରନ୍ତୁ ନା ୟୁଟ୍ୟୁବ୍‌ଟା ଗୋଟେ ବହୁତ ଭଲ ରିସୋର୍ସ ଭାବରେ, ଗୋଟେ ବହୁତ ଭଲ ପ୍ଲାଟଫର୍ମ ଭାବରେ ଆପଣମାନେ କ'ଣ କରିପାରିବେ ନା ୟୁଜ୍ କରିପାରିବେ। ୟୁଟ୍ୟୁବ୍ ଭିତରେ କ'ଣ ନାହିଁ, ସବୁ ଟିଚରମାନଙ୍କର ବା ଅଲ୍ ଇଣ୍ଡିଆର ସବୁ ଟିଚରମାନଙ୍କର କ'ଣ ଅଛି ନା ଲେକ୍ଚର ଗୁଡ଼ାକ ଅଛି, ଲେକ୍ଚର ସିରିଜ୍ ଗୁଡ଼ାକ ଅଛି ବା ଭିଡ଼ିଓ ଗୁଡ଼ାକ ଅଛି, ଯେଉଁଗୁଡ଼ାକୁ ଆପଣମାନେ କ'ଣ କରିପାରିବେ ଦେଖିପାରିବେ। ଆଉ ଆକୁ ଯଦି ଆପଣ ଠିକ୍ସେ ୟୁଟିଲାଇଜ୍ କରିବେ ତ ଆପଣମାନଙ୍କ କ'ଣ ହେବ କ୍ୟାରିୟର ହିଁ ବନିଯିବ। ମନେ ରଖନ୍ତୁ ବହୁତ ସାରା ଛୁଆ ଦେଖିଥିବେ ଯେ ୟୁପିଏସ୍ସି ଆଇଏଏସ୍ ଓଏଏସ୍ ବା ଯେଉଁ ଓପିଏସ୍ସି ଏମାନେ ସବୁ କ୍ରାକ୍ କରୁଛନ୍ତି କେଉଁ ଥ୍ରୋରେ ନା ଏଇସବୁ ୟୁଟ୍ୟୁବ୍କୁ ଦେଖିକି। ବହୁତ ସାରା କମ୍ପିଟିଟିଭ୍ ଏକ୍ଜାମ୍ ହଉ, ପିଜି ଏଣ୍ଟ୍ରାନ୍ସ ହଉ, ବିଏଡ଼୍ ଏଣ୍ଟ୍ରାନ୍ସ ହଉ, ବହୁତ କିଛି ଏକ୍ଜାମ୍ ପାଇଁ ସେମାନେ କ'ଣ କରୁଛନ୍ତି ୟୁଟ୍ୟୁବ୍ ପ୍ଲାଟଫର୍ମ ଭାବରେ ୟୁଜ୍ କରୁଛନ୍ତି। ଆଉ ଆପଣମାନେ ବି ସେଥିରେ ବଞ୍ଚିତ ନ ହୁଅନ୍ତୁ ଯେପରି ଆପଣମାନେ କ'ଣ କରନ୍ତୁ ନା ୟୁଟ୍ୟୁବ୍ ଗୋଟେ ପ୍ଲାଟଫର୍ମ ଭାବରେ ୟୁଜ୍ କରନ୍ତୁ। ବହୁତ କିଛି ଯେଉଁ ଆପଣ ଟେକ୍ସଟ ବୁକ୍ ହଉ, ଫିଜିକ୍ସ ବାଲା ହଉ, ଆମର ଯେଉଁ ବାୟୋଜୁଜ୍ ହଉ କି ଅଦର ଯେତିକି ସବୁ ପ୍ଲାଟଫର୍ମ ଗୁଡ଼ା ତଲବୀର ସିଂ ସାର୍ଙ୍କର ହଉ, ଗୁଲସନ ଅଖତର, ତୋଶିବା ଶୁକ୍ଲା, ବହୁତ କିଛି ଯେ ସାର୍ ମ୍ୟାଡ଼ାମ୍ ଅଛନ୍ତି, ରଜତ ସାର୍, ତ କେଭିଏସ୍ ଭରତ ହେଲା, ଏ ଯେଉଁ କେଭି ଭରତ ନା କ'ଣ ସମଥିଙ୍ଗ, ବହୁତ କିଛି ପ୍ଲାଟଫର୍ମ ଅଛି ଯେଉଁଥିରେ କ'ଣ ହେବ ଆପଣମାନେ ବହୁତ ଭଲ ଭଲ ରିସୋର୍ସେସ୍ ପାଇପାରିବେ। ତାଙ୍କ ଟେଲିଗ୍ରାମ ଚ୍ୟାନେଲ୍ ଜଏନ୍ କରନ୍ତୁ, ହେଲେ କ'ଣ ହେବ ତାଙ୍କ ସହିତ କଣ୍ଟାକ୍ଟ କରନ୍ତୁ, ତାଙ୍କର PDF ଗୁଡ଼ାକ ସବୁ ବା ତାଙ୍କର ଷ୍ଟଡି ମେଟେରିଆଲ୍ ଗୁଡ଼ାକୁ ଆପଣମାନେ କ'ଣ କରନ୍ତୁ ନା ପଢ଼ନ୍ତୁ, ଦେଖନ୍ତୁ। ତ ଏଇସବୁ ଜିନିଷ ହେଲେ ଆପଣମାନେ ଗୋଟେ ୟୁଟ୍ୟୁବ୍ ଗୋଟେ ବହୁତ ଭଲ ପ୍ଲାଟଫର୍ମ ଭାବରେ ଆପଣମାନେ କ'ଣ କରିପାରିବେ ନା ୟୁଜ୍ କରିପାରିବେ। ଆଉ ଯେଉଁଟାକି ଆପଣମାନେ ବହୁତ ଭଲ ଭାବରେ ଇମ୍ପାକ୍ଟ ପକାଇବ କ'ଣ ଆପଣଙ୍କର ଇଏ ଉପରେ, କ'ଣଟା କହିଲେ ନା ଆପଣଙ୍କର ଯେଉଁ ପ୍ରିପାରେସନ୍ ଉପରେ। ଆପଣମାନେ କ'ଣ କରିବେ ନା ଆପଣମାନେ କ'ଣ କଲେ ମୁଁ ଯେଉଁ ଭଳିଆ କହିଲି ଯେ କ'ଣ କରିବେ, ଆପଣ ଯେଉଁ ସବୁ ଭିଡ଼ିଓ ଗୁଡ଼ା ଦେଖିବେ ଆପଣମାନେ କ'ଣ କରିବେ ନା ଯେତିକି ସବୁ ୟୁନିଟ୍ ଅଛି, ଯେଉଁ ପର୍ ୟୁନିଟ୍ ଯେତିକି ସବୁ ଅଛି ଆପଣଙ୍କର ଯେଉଁ 10ଟା ୟୁନିଟ୍ ଅଛି, এই 10ଟା ୟୁନିଟ୍କୁ ଆପଣମାନେ କ'ଣ କରନ୍ତୁ ଡିଭାଇଡ଼ କରିଦିଅନ୍ତୁ। ଡିଭାଇଡ଼ କରି କ'ଣ କରନ୍ତୁ ନା ଆପଣ କ'ଣ ଦେଖନ୍ତୁ ଯେ କ'ଣ ମୋତେ ଏତିକି ଦିନ ଭିତରେ ଏତିକିଟା ୟୁନିଟ୍ ସାରିବାର ଅଛି, ପୁରା ଫୁଲ୍ କମ୍ପ୍ଲିଟ୍ ସାରିବାର ଅଛି। କ'ଣ କରିବେ ସେଥିପାଇଁ କ'ଣ କରିବେ ଆପଣ କ'ଣ କରିବେ ନା ୟୁଟ୍ୟୁବ୍ରୁ କ'ଣ କରିବେ ସର୍ଚ୍ଚ କରିବେ କ'ଣ ନା PYQକୁ ବା ଆପଣ MCQକୁ ସବୁ ଇଏ କ'ଣ କରନ୍ତୁ ନା ପର୍ ୟୁନିଟ୍ ପିଛା, ପର୍ ୟୁନିଟ୍ରେ ବୁଝିଲେ କଥା କ'ଣ ନା ପର୍ ୟୁନିଟ୍ରେ ଆପଣମାନେ କ'ଣ କରନ୍ତୁ ନା ଆପଣମାନେ 10ରୁ 15ଟା MCQ ଭିଡ଼ିଓ ଦେଖନ୍ତୁ। କ'ଣ ନା ପର୍ ୟୁନିଟ୍ରେ ଆପଣମାନେ କ'ଣ କରନ୍ତୁ ନା ଆପଣ ଭାବିବେନି ଯେ କ'ଣ ନା ଏଇ ଜିନିଷଟା ସରି ନାହିଁ। ଧର ଆପଣ ୟୁନିଟ୍ 1 ଆଜି ପଢ଼ୁଛନ୍ତି, ଆଜି ୟୁନିଟ୍ 1 ଧର ପଢ଼ୁଛନ୍ତି, କ'ଣ ହେଲା ଆପଣ କାଲି ପଢ଼ିବେନି ଯେ କ'ଣ ୟୁନିଟ୍ 3, ଆପଣ ପୁରା ଚାହାନ୍ତି ଯେ କ'ଣ ଫୁଲି କମ୍ପ୍ଲିଟ୍ କରିବା ପାଇଁ, କମ୍ପ୍ଲିଟ୍ କରିକି ତାପରେ ନେକ୍ସଟ ୟୁନିଟ୍କୁ ଆସିବା ପାଇଁ ଚେଷ୍ଟା କରନ୍ତୁ। ଯଦି କମ୍ପ୍ଲିଟ୍ କରିକି ନେକ୍ସଟ ୟୁନିଟ୍କୁ ଆସିବା ପାଇଁ ଚେଷ୍ଟା କରିବେ ତ ଏଇ ୟୁନିଟ୍ଟା ସରିଯିବ, ତାପରେ ଆସିଲେ ଏଇ ୟୁନିଟ୍ଟା, ତ ଏଇ ୟୁନିଟ୍ଟା ପୁରା ଫୁଲ୍ କମ୍ପ୍ଲିଟ୍। ମନେ ରଖନ୍ତୁ ଯେତିକି ପଢ଼ନ୍ତୁ ବହୁତ ଭଲସେ ପଢ଼ନ୍ତୁ, ନା କି ଖଣ୍ଡିଆ ମଣ୍ଡିଆ କରିକି ଏଠି ଅଧା ଏଠି ଅଧା ଏଠି ଅଧା ଏଠି ଅଧା ଏଠି ଅଧା ଏଇଭଳିଆ କଲେ କ'ଣ ହେବ ନା ଆପଣ କ'ଣ କରିଲେ ଗୋଟେ ସାଟିସ୍ଫାଏଡ୍ ନଲେଜ୍ ମିଳିବନି। ଏଠୁ ଅଧା ପଢ଼ିଲେ ହେଠି ଅଧା ପଢ଼ିଲେ ହେଠୁ ଅଧା ପଢ଼ିଲେ, ତ ଏଇସବୁ ଜିନିଷ ଆପଣମାନେ ଯେପରି କ'ଣ କରନ୍ତୁ ନ କରନ୍ତୁ।